ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଦାନିପାଲି ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବୁଧବାର ରାତି ପ୍ରାୟ 9ଟା ସମୟରେ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଛନ୍ତି। ଉକ୍ତ ଶ୍ରମିକମାନଙ୍କ ପାଖରୁ 3 ଜଣ ରାତିରେ ପାଖରେ ଥିବା ଏକ ସ୍ଥାନକୁ ପାନ ମସଲା ଓ ବିଡ଼ି ପାଇଁ ଯାଇଥିଲେ। ସେହି ସମୟରେ ପ୍ରାୟ 4 ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ବିଡ଼ି ମାଗି ପିଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଫଳରେ ଉକ୍ତ 4 ଜଣ ଯୁବକ ଉକ୍ତ ଶ୍ରମିକମାନଙ୍କୁ ଆଧାର କାର୍ଡ ଦେଖାଇବାକୁ କହିବା ପରେ ଯୁକ୍ତି ତର୍କ ହୋଇଥିଲା। ଏଣୁ ସେମାନେ ଶ୍ରମିକମାନଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପ୍ରବଳ ମାଡ଼ ଯୋଗୁଁ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ୍ ଜୁଏଲ ନାମକ ଜଣେ ଯୁବକ ମୃତ୍ୟୁ ହୋଇଯାଇଥିବା ବେଳେ ଅକୁର ରେହମାନ ଓ ସୋନୱାର ହୁସେନ ନାମକ ଅନ୍ୟ 2 ଜଣ ଯୁବକ ଆହତ ହୋଇଛନ୍ତି ବୋଲି ସଦର ଏଡିପିଓ ତୁଫାନ ବାଗ କହିଛନ୍ତି। ଅପରପକ୍ଷରେ ମୃତ ଓ ଆହତ ଶ୍ରମିକମାନେ ବାଂଲାଦେଶୀ ବୋଲି ସନ୍ଦେହ କରି ସେମାନଙ୍କୁ ମାଡ଼ ମରାଯାଇଥିବା ବେଳେ ଫେରାର ଆକ୍ରମଣକାରୀମାନଙ୍କୁ ପୁଲିସ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।